ଶ୍ରୋତା ବନ୍ଧୁ, ଆସନ୍ତୁ ଶୁଣିବା ମହାଭାରତର ଅମର କଥାରୁ ଗୋଟିଏ। ମହାଭାରତର ସବୁଠୁ ବଡ଼ ବୀର ବେଲାଳ ସେନ। ପାଣ୍ଡବମାନେ 14 ବର୍ଷ ବନବାସ ସାରି ହସ୍ତିନାକୁ ଫେରିଲେ। ଦୁର୍ଯ୍ୟୋଧନ କହିଲେ, ବିନା ଯୁଦ୍ଧରେ ସେମାନଙ୍କୁ ଛୁଞ୍ଚି ମୁନରେ ମୁନେ ସୁଦ୍ଧା ଜାଗା ଦେବି ନାହିଁ। ତହୁଁ ଦୁଇ ପକ୍ଷ ଯୁଦ୍ଧ ପାଇଁ ତୟାର ହୋଇଗଲେ। କାହାର କେଉଁଠି ନିଜର ଲୋକ ଅଛନ୍ତି ଯୁଦ୍ଧରେ ସାହାଯ୍ୟ କରିବାକୁ ସେମାନଙ୍କୁ ଖୋଜା ପଡ଼ିଲା। ପାତାଳରେ ଥିଲା ଭୀମର ପୁଅ ବେଲାଳ ସେନ। ଖବର ପାଇ ସେ ଆସି ସାଙ୍ଗେ ସାଙ୍ଗେ ପହଞ୍ଚିଗଲେ। ସାମାନ୍ୟ ଗୋଟେ ବାଳକ, ସେ କ'ଣ ମହାଭାରତ ଯୁଦ୍ଧ ଲଢ଼ିବେ? ସହଦେବ କହିଲେ, ସେ ପିଲା ହେଲେ କ'ଣ ହେବ? ଏକା ବାଣକେ କୌରବ ସୈନ୍ୟଙ୍କୁ ମାରି ନିର୍ମୂଳ କରିଦେବ। ଏକଥା ଶୁଣି ସମସ୍ତେ ଖୁସି ହୋଇଗଲେ, କିନ୍ତୁ ନିଜେ ଶ୍ରୀକୃଷ୍ଣ ଭାରି ଚିନ୍ତିତ। କାରଣ ତାଙ୍କର ଇଚ୍ଛା 18 ଦିନ ମହାଭାରତ ଯୁଦ୍ଧ କରାଇବାକୁ। ଏକା ବେଲାଳ ସେନ ଯଦି ସବୁ ବଡ଼ ବଡ଼ ବୀରଙ୍କୁ ଏକାଥରକେ ମାରି ଶୁଆଇ ଦେବ, ତେବେ ଯୁଦ୍ଧ ଚାଲିବ କେମିତି? ଏକଥା ଭାବି ଭାବି ସେ ଯାଇ ପହଞ୍ଚିଲେ ଯମୁନା କୂଳରେ। ସେତେବେଳକୁ ବେଲାଳ ସେନ ନଈକୁ ଯାଇଥାଏ ଗାଧୋଇବାକୁ। ସେ ଆଣ୍ଠେଇ ପଡ଼ି ପାଣି ଧାରରେ ଖଣ୍ଡେ ପଥର ଉପରେ ଗୋଟିଏ ପୁରୁଣା ସରକୁ ଘଷି ସେଥିରୁ କଳଙ୍କି ଛଡ଼ାଉଥାଏ। ଶ୍ରୀକୃଷ୍ଣ ପଚାରିଲେ, ଏଠି କ'ଣ କରୁଛ ବେଲାଳ? ବେଲାଳ କହିଲେ, ଯୁଦ୍ଧ ପାଇଁ ତିଆରି ହେଉଛି। ଶ୍ରୀକୃଷ୍ଣ କହିଲେ, କୁରୁକ୍ଷେତ୍ର ପଡ଼ିଆରେ ତ ଭୀଷ୍ମ, ଦ୍ରୋଣ, କର୍ଣ୍ଣ, ଅଶ୍ୱତ୍ଥାମା ଇତ୍ୟାଦି କେଡ଼େ କେଡ଼େ ବୀର ଅଛନ୍ତି। ତୁମେ ଏଇ ସାମାନ୍ୟ ପୁରୁଣା ସରଟା ନେଇ କ'ଣ କରିବ? ବେଲାଳ କହିଲେ, ଏମାନଙ୍କ ଭଳି ଗୋଟିଏ ଗୋଟିଏ କାହିଁକି, କୋଟିଏ ଲେଖା ବୀର ହେଲେ ବି ଏଇ ସରରେ ମାରି ଶୁଆଇ ଦେବି। ଶ୍ରୀକୃଷ୍ଣ ଏକଥା ଶୁଣି ଚମକି ପଡ଼ିଲେ। ତାଙ୍କର ସବୁ ଚକ୍ରାନ୍ତ ପଣ୍ଡ ହୋଇଗଲା। ତେଣୁ ସେ ତାକୁ ପରୀକ୍ଷା କରିବାକୁ କହିଲେ, ଆଚ୍ଛା ବେଲାଳ, ଯୁଦ୍ଧ ପଡ଼ିଆରେ ତ କୌରବ ସୈନ୍ୟ ପାଣ୍ଡବ ସୈନ୍ୟ ମିଶାମିଶି ହୋଇଥିବେ। ତୁମେ ତାଙ୍କୁ ସବୁ ଚିହ୍ନିବ କେମିତି? ବେଲାଳ କହିଲେ, ତେବେ ଏ ସରମୁନରେ ଚିହ୍ନ ଦିଅନ୍ତୁ। ଶ୍ରୀକୃଷ୍ଣ ସରମୁନରେ ଗୋଟିଏ ସିନ୍ଦୁର ଟୋପା ଦେଲେ। ତାପରେ ବେଲାଳ ସେନ ସରକୁ ମନ୍ତ୍ର କରି ଛାଡ଼ିଦେଲେ। ଶ୍ରୀକୃଷ୍ଣ ଦେଖିଲେ ସବୁ କୌରବ ସୈନ୍ୟଙ୍କ ମୁଣ୍ଡରେ ଗୋଟିଏ ଲେଖାଏଁ ସିନ୍ଦୁର ଟୋପା। ତାପରେ ଶ୍ରୀକୃଷ୍ଣ କହିଲେ, ବେଲାଳ, ମୁଁ ଯଦି ଲୁଚେ ତୁମେ ଖୋଜି ପାରିବ? ବେଲାଳ ସେନ କହିଲେ, ହଁ। ତହୁଁ ଶ୍ରୀକୃଷ୍ଣ ଯାଇ ତାଙ୍କର କାଣି ଆଙ୍ଗୁଠି ନଖ ତଳେ ଲୁଚିଗଲେ। ବେଲାଳ ସେନ ସରକୁ ମନ୍ତ୍ର କରି ଏମିତି ଛାଡ଼ିଦେଲେ ଯେ ସର ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ତିନି ଭୁବନ ବୁଲି ବୁଲି ଆସି ତା କାଣି ଆଙ୍ଗୁଠି ନଖରେ ଲାଗିଗଲା। ଶ୍ରୀକୃଷ୍ଣ ହସି ହସି ବାହାରି ଆସିଲେ। ଏବେ ସେ ଜାଣିଲେ ଯେ ବେଲାଳ ସେନ ହେଉଛନ୍ତି ପ୍ରକୃତରେ ସବୁଠୁ ବଡ଼ ବୀର। ତାଙ୍କୁ କୌଣସି ଉପାୟରେ ଯୁଦ୍ଧ ଆଗରୁ ମାରି ନଦେଲେ ରକ୍ଷା ନାହିଁ। ଏହି କଥା ଭାବି ଶ୍ରୀକୃଷ୍ଣ ବେଲାଳ ସେନଙ୍କୁ ବହୁତ ପ୍ରଶଂସା କରି କହିଲେ, ମୁଁ ଗୋଟିଏ କଥା କହିବି, ତୁମେ ଶୁଣିବ? ବେଲାଳ କହିଲେ, ପ୍ରଭୁ, ମୁଁ ସତ୍ୟ କରି କହୁଛି, ଆପଣ ଯାହା ମାଗିବେ ତାହା ନିଶ୍ଚୟ ଦେବି। ଶ୍ରୀକୃଷ୍ଣ କହିଲେ, ଆଚ୍ଛା, ତୁମର କଟା ମୁଣ୍ଡଟା ମୋତେ ଦେଇପାରିବ? ବେଲାଳ ସେନ ଖୁସିରେ ହସିଲେ। ଏହି ଛାର କଥା, ଠାକୁର ହୋଇ ମୋର ମୁଣ୍ଡ ମାଗିଲ? ତେବେ ମୋର ଗୋଟିଏ କଥା ଆପଣ ରଖିବେ। ଶ୍ରୀକୃଷ୍ଣ କହିଲେ, କୁହ ତେବେ। ବେଲାଳ ସେନ କହିଲେ, ପ୍ରଭୁ, ମହାଭାରତ ଯୁଦ୍ଧରେ ଲଢ଼ିବାକୁ ମୋର ଭାରି ଇଚ୍ଛା ଥିଲା। ସେ ଇଚ୍ଛା ତ ପୂରଣ ହେଲା ନାହିଁ। ତେବେ ଯୁଦ୍ଧଟା ଦେଖିବାକୁ ଟିକିଏ ଇଚ୍ଛା ହେଉଛି। ତେଣୁ
ମୋତେ ଦିବ୍ୟ ଚକ୍ଷୁ ଦେଇ ମୋର କଟା ମୁଣ୍ଡକୁ ନେଇ ଗୋଟିଏ ସ୍ତମ୍ଭ ଉପରେ ରଖିଦେବ। ସେଇଠି ଥାଇ ମୁଁ 18 ଦିନ ଯାକ ଯୁଦ୍ଧ ଦେଖିବି। ଶ୍ରୀକୃଷ୍ଣ ସେଇଆ କଲେ। ବେଲାଳ ସେନର ମୁଣ୍ଡକୁ କାଟିଦେଲେ। ସେଥିରେ ଦିବ୍ୟ ଚକ୍ଷୁ ଦେଇ ଯୁଦ୍ଧ ପଡ଼ିଆରେ ପୋତା ହୋଇଥିବା ଶୁଭ ସ୍ତମ୍ଭ ଉପରେ ରଖିଦେଲେ। ତେଣେ କପଟରେ ଯାଇ ପାଣ୍ଡବମାନଙ୍କୁ କହିଲେ, ଶୁଭ ସ୍ତମ୍ଭ ଗୋଟିଏ ବୀର ମୁଣ୍ଡ ବଳି ମାଗିଲା। ତୁମମାନଙ୍କ ମଧ୍ୟରୁ ଆଉ କାହାକୁ ବଳି ଦିଆ ହୋଇ ପାରିନଥାନ୍ତା। ତେଣୁ ବିଲାଳ ସେନଙ୍କୁ ମୁଁ ବଳି ଦେଇଦେଇଛି। ଭୀମ ଏକଥା ଶୁଣି ଭୀଷଣ ରାଗିଗଲେ। ହେଲେ ଶ୍ରୀକୃଷ୍ଣଙ୍କୁ ବା କହିବେ କ'ଣ? ବେଲାଳ ସେନଙ୍କ କଟା ମୁଣ୍ଡ ସେହି ଖୁଣ୍ଟ ଉପରେ ଥାଇ ଦିବ୍ୟ ଚକ୍ଷୁ ବଳରେ 18 ଦିନ ଯାକ ଯୁଦ୍ଧ ଦେଖିଲା। ଯୁଦ୍ଧ ସରିଲା। କୌରବ ବଂଶ ନିପାତ ହେଲେ। ଏତିକି ବେଳେ ପାଣ୍ଡବମାନଙ୍କ ଭିତରେ କଳି ଲାଗିଲା। ଯୁଧିଷ୍ଠିର କହିଲେ, ମୁଁ ବେଶୀ ସୈନ୍ୟ ମାରିଛି। ଅର୍ଜୁନ କହିଲେ, ମୁଁ ବେଶୀ ସୈନ୍ୟ ମାରିଛି। ଭୀମ, ନକୁଳ, ସହଦେବ ସମସ୍ତେ କହିଲେ, ମୁଁ ବେଶୀ ମାରିଛି। ଶ୍ରୀକୃଷ୍ଣ କହିଲେ, ନିଜ ନିଜ ଭିତରେ କଳି କରି ଲାଭ କିଛି ନାହିଁ। ବେଲାଳର କଟା ମୁଣ୍ଡ ତ ସବୁ ଦେଖିଛି। ଚାଲ ସେଇଆକୁ ପଚାରିବା। ସେ ପର୍ଯ୍ୟନ୍ତ ମୁଣ୍ଡ ବଞ୍ଚିଥାଏ। ସମସ୍ତେ ଯେତେବେଳେ ଯାଇ ତାକୁ ପଚାରିଲେ, କହ, ଯୁଦ୍ଧରେ ସବୁଠାରୁ ବେଶୀ ଲୋକ ମାରିଛି କିଏ? ବେଲାଳର ମୁଣ୍ଡ ଠୋ ଠୋ କରି ହସିଦେଲା। କହିଲା, ମୋ ଆଖିରେ ତ ଜଣେ କେହି ଯୋଦ୍ଧା ନାହିଁ। ମୁଁ ଦେଖିଛି ଗୋଟାଏ ଚକ୍ର ଖାଲି ଉପରେ ଘୁରି ଘୁରି ଦୁଇ ପାଖରୁ ସୈନ୍ୟ ଗୁଡ଼ାଏ ହାଣିଛି। ଭୀମଙ୍କର ଭାରି ରାଗ ହେଲା। ପୁଅ ହୋଇ ବାପର ପ୍ରଶଂସା ଟିକିଏ କଲା ନାହିଁ। ତେଣୁ ସେ ଖୁବ୍ ଜୋରରେ ଏକ ଚାପୁଡ଼ା ମାରିଲେ ଯେ ମୁଣ୍ଡ ଚୂନା ହୋଇଗଲା ଏବଂ ବିଲାଳର ଜୀବନ ସେଇଠି ଛାଡ଼ିଗଲା। ଶ୍ରୋତାବନ୍ଧୁ, ଆଉ ଗୋଟିଏ ସୁନ୍ଦର କାହାଣୀ ନେଇ ମୁଁ ଉପସ୍ଥିତ ହେବି ମୋର ଆଗାମୀ ଅଧ୍ୟାୟରେ। ଧନ୍ୟବାଦ।